କି ଫାଇନ୍? ଫାଇନ୍ ଦେବାରେ କରୁଛନ୍ତି କି ଅବହେଳା? ସସ୍ପେଣ୍ଡ ହେବ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ରାଫିକ ନିୟମକୁ କଡ଼ାକଡ଼ି କରୁଛି ପରିବହନ ମନ୍ତ୍ରଣାଳୟ। ଏହା ସତ୍ତ୍ୱେ କିଛି ଅମାନିଆ ଟ୍ରାଫିକ ନିୟମ ମାନିବାକୁ ନାରାଜ। ଏଣୁ ଏଭଳି ଅମାନିଆ ଗାଡ଼ି ଚାଳକଙ୍କ ଉପରେ ଲଗାମ ଲଗାଇବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। କାରଣ ସାରା ଦେଶରେ ଏବେ ପ୍ରାୟ 31 କୋଟିଟି ଚାଲାଣ ପକାଇ ପଡ଼ିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର 40% ହିଁ ଇ ଚାଲାଣ କରିଛନ୍ତି। ଏବେ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତି ବିଶେଷଙ୍କ ଠାରୁ ଯେକୌଣସି ମତେ ଫାଇନ୍ ଆଦାୟ କରିବାକୁ ଚିନ୍ତା କରୁଛନ୍ତି ସରକାର। ଯଦି କାହାର ପୂର୍ବ ଆର୍ଥିକ ବର୍ଷରୁ ଅତି କମରେ 2ଟି ଚାଲାଣ ବିଚାରାଧୀନ ଅଛି, ତେବେ ସେମାନଙ୍କୁ ଟ୍ରାକ୍ କରାଯିବ। ମୋଟର ଯାନ ଆଇନ ଅନୁପାଳନ ନେଇ 23ଟି ରାଜ୍ୟ ଓ 7ଟି କେନ୍ଦ୍ରଶାସିତ ଅଞ୍ଚଳକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ